ବିଳମ୍ବ ହେଇଛି। କଣ ପାଇଁ ବିଳମ୍ବ ହେଇଛି? ଯେପରି ତୁମେ ଦୟା ପାଇବ, ଅନୁଗ୍ରହ ପାଇବ, ମନ ପରିବର୍ତ୍ତନ କରିବାର ସୁଯୋଗ ପାଇବ, ସଂଶୋଧନ କରିବାର ସୁଯୋଗ ପାଇବ। କାହିଁକି ବିଳମ୍ବ ହେଇଛି? ପ୍ରଭୁ ଦେଖୁଛନ୍ତି କିଏ ପ୍ରଭୁଙ୍କୁ ଧରି ରଖିବ ବିଶ୍ୱସ୍ତ ହେଇକି ଶେଷ ପର୍ଯ୍ୟନ୍ତ, ନା କିଏ ତାର ପାଇଁ ବିକଳ୍ପ, ନିଜର ପାଇଁ ବିକଳ୍ପ ପଥ ବାଛି ନେଇଛି, ବିକଳ୍ପ ଶିକ୍ଷା ବାଛି ନେଇଛି, ବିକଳ୍ପ ଗୋଟେ ଡୁପ୍ଲିକେଟ ମଣ୍ଡଳୀ, ଡୁପ୍ଲିକେଟ ତାହାର ହୃଦୟର ପାପର କାମନାକୁ ଏନକରେଜ କଲା ଭଳି ସେବକ ମାନଙ୍କୁ, ପ୍ରଚାରକ ମାନଙ୍କୁ ବାଛି ବାଛି ବୁଲୁଛନ୍ତି ଲୋକମାନେ। ଯାହାକୁ ମଦ ପିଇବାକୁ ଇଚ୍ଛା, ଯେ ମଦ ପିଇ ହେବ ବୋଲି ପ୍ରଚାର କରୁଛି, ତାକୁ ବକ୍ତା ବୋଲି ମାନୁଛି। ଯେ ପୁଡ଼ିଆ ଖାଇବାକୁ ଇଚ୍ଛା, ସେ ଖୋଜୁଛି ପୁଡ଼ିଆ ଖାଇବାକୁ, ଯେଉଁ ବକ୍ତା ମନା କରିବ ନାହିଁ ସେ ତାର ପାଇଁ ବକ୍ତା। ଯେ ବ୍ୟଭିଚାର କରୁଛି, ବ୍ୟଭିଚାରୀ ପାଷ୍ଟର ଦରକାର ତାକୁ ବି। ଆପଣ କାମନା ଅନୁସାରେ, କୁକର୍ମ କୁଅଭିଳାଷ ଅନୁସାରେ ବକ୍ତା ମାନଙ୍କୁ, ଶିକ୍ଷକ ମାନଙ୍କୁ ସଂଗ୍ରହ କରିଛନ୍ତି ବୋଲି ଯାହା ପାଉଲ କହିଛନ୍ତି 2 ତିମୋଥୀ 4:2-3 ସେମିତି। ଆଉ ବହୁତ ଜଣ ବିକଳ୍ପ ଈଶ୍ୱରକୁ ବନାଇ ଦେଇଛନ୍ତି, ଡୁପ୍ଲିକେଟ ଗଡ, ଡୁପ୍ଲିକେଟ କ୍ରାଇଷ୍ଟ, ଡୁପ୍ଲିକେଟ ଫଲ୍ସ ଗସ୍ପଲ। ସୁସମାଚାରର ଲକ୍ଷ୍ୟ ସୁସ୍ଥତା ନୁହେଁ, ସୁସମାଚାରର ଲକ୍ଷ୍ୟ ସାଂସାରିକ ଆଶୀର୍ବାଦ ଓ ଫାଇନାନ୍ସିଆଲ ଇନକମ ନୁହେଁ। ସୁସମାଚାରର ଲକ୍ଷ୍ୟ ପାପ କ୍ଷମା, ପରିତ୍ରାଣ ପ୍ରାପ୍ତ ହେବା, ତାହା ପାଇଁ ମନ ପରିବର୍ତ୍ତନ କରିବା, ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା।